वाह। ମାତୃ ରଚନାବଳୀ ପାର୍ଟ 3 ଧର୍ମପଦର ଟୀକା। ଆମେ ଗୋଟେ ଆଲୋଚନା କରିଛନ୍ତି ଅହଂ ଉପରେ, ଆଜି ସେକେଣ୍ଡ। ଅନ୍ୟ ପକ୍ଷରେ ଅହଙ୍କାର କଣ ସେ କଥା ପ୍ରତ୍ୟେକ ଲୋକ ଜାଣିଛନ୍ତି। ଯେତେବେଳେ ତୁମେ ସବୁ କିଛିକୁ କେବଳ ନିଜ ଆଡକୁ ହିଁ ଟାଣି ଆଣୁଥାଅ ଏବଂ ଅନ୍ୟ ମଣିଷମାନଙ୍କ ବିଷୟରେ ତୁମର ଆଦୌ କୌଣସି ଆଗ୍ରହ ନଥାଏ, ସେତେବେଳେ ତୁମର ସେହି ଅବସ୍ଥାଟିକୁ ଅହଙ୍କାର ବା ଅହଂବାଦିତା ବୋଲି କୁହାଯିବ। ଇଏ ଓଡ଼ିଆ ଅତି ସ୍ପଷ୍ଟ ଏବଂ ବୋଧଗମ୍ୟ, ତେଣୁ ଅଧିକ ଆଉ ବୁଝେଇବା ଆବଶ୍ୟକ ପଡିବ ନାହିଁ ବୋଲି ମୁଁ ଭାବୁଛି। ଯଦି କୋଉଠି କିଛି ଆବଶ୍ୟକ ପଡେ ତେବେ କହିବେ, ଆଉ ଥରେ ଆଲୋଚନା ଆମେ କରିପାରିବା। ଏଠିକି ତେଣୁ କହିଲେ, ଯଦି କୌଣସି କ୍ଷେତ୍ରରେ କୌଣସି ବ୍ୟକ୍ତି ସବୁ କିଛିକୁ ସେ ନିଜ ଆଡକୁ ଟାଣି ନିଏ, ତାମାନେ ସେତେବେଳେ ଆପଣ ଜାଣିବେ ଯେ ସେଇ ଅବସ୍ଥାଟି ତାଙ୍କର ହଉଛି ଅହଙ୍କାର ବା ଅହଂବାଦିତା। ତାମାନେ ଅହଂକୁ ସେ କେବଳ ପରିପ୍ରକାଶ କରୁଛନ୍ତି। ସେତେବେଳେ ସେ ଅନ୍ୟ କିଛି ଆଡକୁ ଦୃଷ୍ଟି କରନ୍ତି ନାହିଁ। ସେଥିପାଇଁ ବେଳେ ବେଳେ ଅନେକ ସମୟରେ ଆପଣ ଦେଖିବେ କିଛି କିଛି ବ୍ୟକ୍ତି ଥାନ୍ତି, ଯଦି ତାଙ୍କ ଇଚ୍ଛା ଅନୁସାରେ ନ ହଉଛି ତେବେ ସିଏ କୁହନ୍ତି ଏଇଟା ମାଙ୍କ କାମ ନୁହଁ, ଏଇଟା ଭଗବାନଙ୍କ କାମ ନୁହଁ, ଏଇଟା ହଉଛି ଅସଙ୍ଗତି। ଯେତେବେଳେ ତାଙ୍କୁ ଡକା ହେଇଥିବ, ତାଙ୍କୁ ଗୁରୁତ୍ୱ ଦିଆ ହେଇଥିବ, ତାଙ୍କ ଇଚ୍ଛା ଅନୁସାରେ ହଉଥିବ, ତେବେ ସିଏ କୁହନ୍ତି ଏଇଟା ହିଁ ମାଙ୍କ କାମ ଏବଂ ଇତ୍ୟାଦି ଇତ୍ୟାଦି ବହୁତ କଥା କୁହନ୍ତି। ତେଣୁ ସେଇଗୁଡାକ ଆପଣ ଜାଣିବେ ଏ ହଉଛି ଅହଙ୍କାର ବା ଅହଂପାଦିତା। ଆଉ ଆମେ ସବୁବେଳେ ମନେ ରଖିବା, ଯେ ପର୍ଯ୍ୟନ୍ତ ଅହଙ୍କାର ବଶବର୍ତ୍ତୀ ହେଇ ରହିବେ ବା ଅହଂବାଦିତା ହେଇ ରହିବେ, ତେବେ ଆପଣ ଭଗବତ ଏକତ୍ୱ ହେଇପାରିବ ନାହିଁ। ଭଗବତ ମାର୍ଗରେ ଆପଣଙ୍କର ଯାତ୍ରା ଷ୍ଟାର୍ଟ ହେଇନାହିଁ, ଆରମ୍ଭ ଆପଣ କରିପାରି ନାହାନ୍ତି। ତୁମେ ଯେତେବେଳେ ନିଜକୁ ହିଁ ପୃଥିବୀଟା ଯାକର କେନ୍ଦ୍ର ରୂପେ ଆଣି ଅବସ୍ଥାପିତ କରି ରଖିଥାଅ ଏବଂ କେବଳ ତୁମ ନିଜ ସହିତ କୌଣସି ନା କୌଣସି ପ୍ରକାର ସମ୍ବନ୍ଧିତ ରହି ହିଁ ଅନ୍ୟ ଯାବତୀୟ ବସ୍ତୁର କୌଣସି ହେଲେ ଅସ୍ତିତ୍ୱ ରହିଥାଏ, ସେତେବେଳେ ତାହାକୁ ହିଁ ଅହଂବାଦିତା ବୋଲି କୁହାଯିବ। ଏବେ ଯୋଉଟା ଆମେ କଥା ହଉଥିଲେ, ମା କହୁଛନ୍ତି ଯେ ଯେତେବେଳେ ତୁମେ ତୁମକୁ କେନ୍ଦ୍ରରେ ରଖି ଅନ୍ୟ ସବୁ ଗୁଡ଼ିକ ତୁମ ସହିତ ଯଦି ସମ୍ବନ୍ଧିତ ରହିଛି, ତାହେଲେ ତାର ଅସ୍ତିତ୍ୱ ରହିଛି, ନହେଲେ ତାର ଅସ୍ତିତ୍ୱ ନାହିଁ। ଅନେକ ସମୟରେ ଯୋଉମାନେ ଟିକେ ଆଗ୍ରେସିଭ ଲୋକ ଥାନ୍ତି, ସେମାନେ କଣ କରନ୍ତି, ତାଙ୍କ ସହିତ ଯଦି ସମ୍ବନ୍ଧିତ ହେଇ ରହିନାହିଁ, ତେବେ ସେ ପ୍ରୋଗ୍ରାମକୁ, ସେ ପ୍ରୋଜେକ୍ଟକୁ ସେମାନେ ନଷ୍ଟ କରିଦିଅନ୍ତି। ସେମାନେ ତା ବିରୁଦ୍ଧରେ ପ୍ରଚାର କରନ୍ତି ଏବଂ ତାକୁ ନଷ୍ଟ କରିଦେବା ପାଇଁ ଚେଷ୍ଟା କରନ୍ତି। ସେମାନେ ପ୍ରାଣ ଶକ୍ତିର ଅହଙ୍କାରର ଯୋଉ ପ୍ରାବଲ୍ୟ ଫଳରେ କଣ ହୁଏ, ଅନ୍ୟ ବ୍ୟକ୍ତି ମାନଙ୍କୁ ଟ୍ରାପ୍ କରନ୍ତି ଏବଂ ଟ୍ରାପ୍ କରିକି କଣ କରନ୍ତି, ଯୋଉଥିରେ ସେ ସମ୍ବନ୍ଧିତ ନାହାନ୍ତି ତା ବିରୁଦ୍ଧରେ କାର୍ଯ୍ୟ କରନ୍ତି ଏବଂ ତାକୁ ନଷ୍ଟ କରିଦେବା ପାଇଁ ଚେଷ୍ଟା କରନ୍ତି। ଏଇଟା ହଉଛି ସବୁବେଳେ ଗୋଟେ ବିରୋଧୀ ଶକ୍ତିର ଏଇଟା ଗୋଟେ କାମ। କାହିଁକି ନା ଯେତେବେଳେ ଯୋଉଠି ଭଗବାନଙ୍କୁ ପୂଜା କରାହେଲା, ତେଣୁ ରାକ୍ଷସ ମାନେ କଣ କରନ୍ତି, ସେଇ ମୁନି ଋଷି ମାନଙ୍କୁ ହଇରାଣ କରନ୍ତି, ଭଗବାନଙ୍କର ମୂର୍ତ୍ତି ଭାଙ୍ଗି ଦିଅନ୍ତି, ମନ୍ଦିର ଭାଙ୍ଗି ଦିଅନ୍ତି। ଏଇସବୁ ଦେଖିବେ ବିରୋଧୀ ଶକ୍ତି ବା ଆସୁରୀ ଶକ୍ତି ସବୁବେଳେ କଣ କରେ, ଯୋଉଠି ଭଗବତ ସାଧନା ଭଗବତ ମାର୍ଗରେ ଆଲୋଚନା ହଉଥିବ, ତାକୁ ସେମାନେ ସେ ସ୍ଥଳୀକୁ ଧ୍ୱଂସ କରିଦିଅନ୍ତି, ନଷ୍ଟ କରିଦିଅନ୍ତି। ସେଇ ଯୋଉ ଅସୁର ପ୍ରବୃତ୍ତି ବୋଲି କୁହାଯାଏ, ଏଇଟା ଗୋଟେ ସାଙ୍କେତିକ ବା ସିମ୍ବଲିକ ଆକାରରେ କୁହାଯାଉଛି। ତାମାନେ ଅହଂ କୈନ୍ଦ୍ରିକ ବ୍ୟକ୍ତି, ଯେ ମୁଁ ହିଁ ସର୍ବଶ୍ରେଷ୍ଠ, ମତେ ପୂଜା କର। ହିରଣ୍ୟକଶ୍ୟପ କଣ କହିଲେ, ମତେ ପୂଜା କର। ମୋର ଗୋଟେ ପ୍ରଶ୍ନ ଅଛି, କହିପାରିବ ଯେ ହିରଣ୍ୟକଶ୍ୟପଙ୍କର ଶେଷ ପ୍ରଶ୍ନ କଣ ଥିଲା? ହିରଣ୍ୟକଶ୍ୟପଙ୍କର ଶେଷ ପ୍ରଶ୍ନ କଣ ଥିଲା? ତାପରେ ସେ ଆଉ ପ୍ରଶ୍ନ କରିନାହାନ୍ତି। ଯୋଉ ଖମ୍ବ ଭିତରେ ହଁ ଭଗବାନ ଅଛନ୍ତି ବୋଲି। ହଁ 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 ହଁ, ସେଇ ଗୋଟିକ। ସେ ତାଙ୍କର ଶେଷ ପ୍ରଶ୍ନ ହେଲା କଣ, ମାମୁଁ ବର୍ଣ୍ଣନା କଲା ବେଳେ ଏଇଟା ବର୍ଣ୍ଣନା କରୁଥିଲେ। ତାଙ୍କର ଶେଷ ପ୍ରଶ୍ନ ଥିଲା, ଏ ଖମ୍ବ ଭିତରେ କଣ ଭଗବାନ ଅଛନ୍ତି? ତ ଭଗବାନ ଅଛନ୍ତି, ଯୋଉଟା ଆମେ ସେ କହିଲେ ନା ସବୁଆଡେ ନାରାୟଣ ରହିଛନ୍ତି ବୋଲି ପ୍ରହ୍ଲାଦ କହୁଛନ୍ତି। ତାଙ୍କ ଶେଷ ପ୍ରଶ୍ନ ହଉଛି, ତାମାନେ ଏଇ ଖମ୍ବ ଭିତରେ କଣ ତ ନାରାୟଣ ଅଛନ୍ତି? ନା ହଁ ଆଜ୍ଞା ଅଛନ୍ତି, ହରି ଅଛନ୍ତି। ଏ ଉତ୍ତର ଦଉଛନ୍ତି ପ୍ରହ୍ଲାଦ। ତେଣୁ ତାଙ୍କର ଶେଷ ପ୍ରଶ୍ନ ହଉଛି, ଏ ଖମ୍ବ ଭିତରେ କଣ ହରି ଅଛନ୍ତି?
ହଉ, ଏଇଟା ଗୋଟେ ଟ୍ରିକ୍ କ୍ୱେଶ୍ଚିନ୍ ଟେ। ଓକେ, ତେଣୁ ଅହଙ୍କାର ସେ ତ ହିରଣ୍ୟକଶିପୁ କଣ କହୁଥିଲେ, ମତେ ପୂଜା କର, ମୁଁ ହଉଛି ତ୍ରୈଲୋକ୍ୟର ଅଧିକାରୀ। ତେଣୁ ତାଙ୍କ ସମ୍ବନ୍ଧିତ ଯଦି ଘଟଣା ନ ହେଇଛି, ତେବେ ତାର କୌଣସି ଅସ୍ତିତ୍ଵ ନାହିଁ ବୋଲି ସେମାନେ କହନ୍ତି, ଏଇଟା ମା ଲେଖୁଛନ୍ତି। ତେଣୁ ସେମାନେ କଣ କରନ୍ତି, ତାଙ୍କ ସମ୍ବନ୍ଧିତ ହେଇ ରହିଲେ ସେ ବସ୍ତୁର କୌଣସି ଅସ୍ତିତ୍ଵ ରହିଥାଏ ବୋଲି ସିଏ ଧାରଣା କରେ, ତେବେ ତାକୁ ଅହଂବାଦିତା ବୋଲି କୁହାଯାଏ। ମାତ୍ର ଏଇଟା ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ କଥା ଯେ ମୁଁ ଯେ ପ୍ରକୃତରେ ଅହଂ କେନ୍ଦ୍ରୀ ହୋଇ ରହିଛି, ସେ କଥା ଆଦୌ ନ ଦେଖିପାରିବା ସକାଶେ ମୋତେ ପ୍ରକୃତରେ ଅନ୍ଧ ହୋଇ ରହିବାକୁ ପଡିବ। ଅଳ୍ପ ବହୁତେ ପ୍ରତ୍ୟେକ ମଣିଷ ଅହଂବାଦୀ ଓ ସ୍ୱାର୍ଥ କେନ୍ଦ୍ରିତ ହୋଇ ରହିଥାନ୍ତି, ଏବଂ ଏହି ଅହଂବାଦକୁ ଅନ୍ତତଃ କେତେକ ପରିମାଣରେ ଅବଶ୍ୟମ୍ଭାବୀ ବୋଲି ସାଧାରଣତଃ ଗ୍ରହଣ କରି ନିଆଯାଇଥାଏ। ମାତ୍ର ସେହି ସାଧାରଣ ଜୀବନରେ ମଧ୍ୟ ଯେତେବେଳେ କୌଣସି ବ୍ୟକ୍ତି ଟିକିଏ ଅତି ବେଶୀ ପରିମାଣରେ ଅହଂବାଦୀ ହୋଇପଡେ, ସେତେବେଳେ ଅନ୍ୟମାନଙ୍କ ଆଡୁ ତାକୁ ବେଶ କିଛି ଆଘାତ ପାଇବାକୁ ହୁଏ। କାରଣ ଯେହେତୁ ପ୍ରତ୍ୟେକ ଲୋକଙ୍କର ଅହଂବାଦ ରହିଥାଏ, ତେଣୁ ଅନ୍ୟମାନଙ୍କର ଅହଂବାଦୀ ହେବାରେ ପ୍ରକୃତରେ କାହାରିକୁ ବି ଆଦୌ ଭଲ ଲାଗେ ନାହିଁ। ଏଠି କେତେ ଗୁଡିଏ କଥା ଆମ ପାଖରେ ସ୍ପଷ୍ଟ କରୁଛନ୍ତି, କହୁଛନ୍ତି କଣ ଯେ ପ୍ରତ୍ୟେକ ବ୍ୟକ୍ତି କିଞ୍ଚିତ କିଞ୍ଚିତ ପରିମାଣରେ ଅହଂବାଦୀ ଥାନ୍ତି ନିଶ୍ଚୟ। କାହିଁକି ନା ତାଙ୍କର ସ୍ଥିତି ବା ଆମ ମାନଙ୍କର ସ୍ଥିତି ତାକୁ ହିଁ ନେଇକି ହେଇଛି। ତେଣୁ ସେଇଥିପାଇଁ ତ ସାଧନା କରିବା କଥା କୁହାହଉଛି, ସେଇଥିପାଇଁ ପ୍ରଚେଷ୍ଟା କରିବା କଥା କୁହାହଉଛି। ତା ଭିତରେ କହୁଛନ୍ତି, ତେଣୁ ଜଣେ ଯଦି ଚାହୁଁଛି ଯେ ସେ ଅହଂକୁ ଚିହ୍ନିବ, ତାହେଲେ ତାକୁ ପ୍ରକୃତରେ ଅନ୍ଧ ହୋଇ ରହିବାକୁ ପଡିବ। ତାମାନେ ନିଜକୁ କୌଣସି ପ୍ରକାରରେ କୌଣସି କାର୍ଯ୍ୟରେ ନିଜକୁ ଯୋଉ ପ୍ରତିଷ୍ଠିତ ନ କରିବା, ତାମାନେ ପୁରା ଆଲୁପ ରଖିବା, ଯୋଉଟା ଆଗରୁ କହୁଥିଲେ ଯେ ତାଠାରୁ ବାହାରି ଯିବା, ତାହେଲେ ଯାଇକି ତମେ ଚିହ୍ନି ପାରିବ ବା ଜାଣିପାରିବ। ତାପରେ କହୁଛନ୍ତି ଯେହେତୁ ସମସ୍ତେ ଅହଂବାଦୀର କିଛି କିଛି ଅଂଶ ତାଙ୍କ ଭିତରେ ଥାଏ, ଏବଂ ଯୋଉ ବ୍ୟକ୍ତି ମାନଙ୍କର ଅହଂକାର ଟା ଟିକେ ଅତି ବେଶୀ ପରିମାଣରେ ହେଇଯାଏ, ଅହଂବାଦୀ ହେଇ ପଡନ୍ତି। ଅତି ବେଶୀ ପରିମାଣରେ ଯେତେବେଳେ ତମେ ଅହଂବାଦୀ ହବ, ମନେ ରଖ ତୁମେ ଅନେକ କିଛି ଆଘାତ ପାଇବ, ବେଶ କିଛି ଆଘାତ, ମାନେ ଲେଖୁଛନ୍ତି ବେଶ କିଛି ଆଘାତ ପାଇବାକୁ ହବ। କାହିଁକି ନା ଆଉ କାହାର ଅହଂରେ ତମେ କଣ କରିବ, ଆଘାତ ଦବ। ତମେ ଯେତେବେଳେ ଅଧିକ ଅହଂକାରୀ ହଉଛ, ମନେକର ଯୋଉ ଘରେ ଖାଦ୍ୟ ବଣ୍ଟା ହେଇଛି, ସମସ୍ତଙ୍କୁ ବଣ୍ଟା ହେଇଛି, ସମସ୍ତଙ୍କ ପାଖରେ ଖାଦ୍ୟ ଅଛି, ତମେ କହିବ ନା ନାଇଁ ମୁଁ ଅଧିକା ଖାଇବି, ତାମାନେ କଣ କରିବ, ଆଉ କାହା ଭାଗକୁ ଖାଇବ ନା। ମାନେ ତା ଫଳରେ କଣ ହବ, ଯାହାର ଭାଗରୁ ଖାଇବ ସିଏ ତମ ପ୍ରତି ରିଆକ୍ଟ ହବ। ଏଠି 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 ଅହଂକାର ଖାଇବା କଥା କୁହା ହଉନି, ବା ଅହଂକାର ଅନ୍ୟ କାହାର ଅହଂକୁ ନେଇଯିବା କଥା କୁହା ହଉନି। ଏଠି ଏଇ ଅର୍ଥରେ କୁହାହଉଛି, ତାମାନେ ତମେ ଯେତେବେଳେ ଅତି ବେଶୀ ପରିମାଣରେ ଅହଂକାର ଦେଖେଇ ହବ, ତେବେ ଅନ୍ୟମାନେ ଯୋଉମାନେ ବି ଅଳ୍ପ ଅଳ୍ପ ଅହଂବାଦୀ ଅଛନ୍ତି, ତମର ତାଙ୍କ ସହିତ କଣ ହବ, ଟକରା ଟକରି ହବ। ଟକରା ଟକରି ହେଲେ କଣ ହବ, ତମ ଆଘାତ ପାଇବ। ଇଏ ଗୋଟେ ଦୃଷ୍ଟିକୋଣ। ଆଉ ଗୋଟେ ତା ପୂର୍ବରୁ କହିଲେ ଯେ ତମେ ବେଶ କିଛି ଆଘାତ ପାଇବ ଯଦି ଅହଂବାଦୀ ହବ। ଏବଂ ତାର ଯଦି ଆହୁରି କେତେ ଗୁଡେ କଥା ଦେଖିବେ, ସ୍ୱାଭାବିକ ଭାବେ ଯେତେ ଅହଂବାଦୀ ହେବେ, ସେତେ ନିଜକୁ ପ୍ରତିଷ୍ଠା କରିବେ। ଆଉ ଯେତେ ନିଜକୁ ପ୍ରତିଷ୍ଠା କରିବେ, ସେତେ ସଂକୀର୍ଣ୍ଣ ହେବେ। ଯେତେ ସଂକୀର୍ଣ୍ଣ ହେବେ, ସେତେ ଚତୁଃପାର୍ଶ୍ୱର ଶକ୍ତି ବଢିଯିବ। କାହିଁକିନା ସେଠି ଆପଣ ଆଧ୍ୟାତ୍ମିକ ବା ଭଗବାନଙ୍କ ଶକ୍ତିକୁ ବିରୋଧ କରିବାକୁ ଆରମ୍ଭ କରିବେ। କାହିଁକିନା ଅହଂକାର ଯେତେ ବଢି ବଢି ଯିବ, ସେତେ ଆପଣ ଭଗବାନଙ୍କ କାର୍ଯ୍ୟରେ ବିରୋଧ କରିବେ, ଭଗବାନଙ୍କ ଶକ୍ତିକୁ କାର୍ଯ୍ୟରେ ପରିଣତ କରିବାରେ ବିରୋଧ କରିବେ। ତେବେ ସେ ଶକ୍ତି କଣ ଛାଡିଦବ? ସେ ଶକ୍ତି ତୁମକୁ ଚିହ୍ନେଇବା ପାଇଁ ଯେ ତୁମେ ଅହଂବାଦରେ ରହିଛ, ସେ ତେଣୁ କଣ କରିବ, ତୁମକୁ ଆଘାତ ଦବ। କିନ୍ତୁ ଆମେ ସେ ଆଘାତରେ କଣ ହଉ, ଯଦି ନ ଚିହ୍ନିଲୁ ନ ଜାଣିଲୁ, ତାହେଲେ ସେ ଆଘାତ ବି ବଢି ବଢି ଯିବ। ତେଣୁ ସେ ଦୃଷ୍ଟିରୁ ବି ଆଘାତ ବଢିବ, ଏପଟରେ ଅହଂ ସହିତ ଅହଙ୍ଗର ଟକରା ଟକରିରେ ବି ଆଘାତ ବଢିବ। ଏହାକୁ ସମସ୍ତେ, ହଁ, ତାପରେ ମଝିରେ କହିଲେ ଲୋକେ ସାଧାରଣତଃ କଣ କରନ୍ତି, ଗୋଟେ ଧରି ନେଇଛନ୍ତି କଣ ନା, ଟିକେ ଟିକେ ଅହଂବାଦୀ ନ ରହିଲେ ମଣିଷ କଣ ତିଷ୍ଠି ରହିବ, ଏଇଟା ଧରି ନେଇଛନ୍ତି। କିନ୍ତୁ ତାହା ଠିକ ନୁହେଁ। ମା କହୁଛନ୍ତି ଲୋକ ଗ୍ରହଣ କରି ନେଇଥାନ୍ତି, ସାଧାରଣ ଜୀବନରେ ଟିକେ ଟିକେ ଅହଂକାର ରହିବ ନା ଆଉ।
ଏହାକୁ ସମସ୍ତେ ସ୍ୱାଭାବିକ ବୋଲି ମାନି ନେଇଥାନ୍ତି। ତାହା ସାଧାରଣ ନୈତିକତାର ଏକ ଅଂଶ ହୋଇ ରହିଥାଏ। ହଁ, ମଣିଷ ଅଳ୍ପ କିଛି ପରିମାଣରେ ସ୍ୱାର୍ଥବାଦୀ ବା ଅହଂବାଦୀ ବୋଲି ବେଶ ଚଳିବ। ଅହଂବାଦୀ ହେଲେ ବେଶ ଚଳିବ, ଲୋକେ ଏହା କହି ହୁଅନ୍ତି। ମାତ୍ର ସିଏ ଯେପରି ଖୁବ ବେଶୀ ସେଭଳି ହୋଇ ନ ପଡେ, ଏହା ଏତେ ବେଶୀ ହେବା ଉଚିତ ନୁହେଁ ଯେପରିକି ତାହା ସମସ୍ତଙ୍କ ଆଖିରେ ପଡି ଯାଉଥିବ। ମାତ୍ର ଅନ୍ୟ ପକ୍ଷରେ ଅହଂ ବିଷୟରେ କେହି ପ୍ରାୟ କିଛି ହେଲେ କହନ୍ତି ନାହିଁ। ସମସ୍ତେ ଅହଂବାଦୀକୁ କୁହନ୍ତି। ମାନେ ଅହଂ ଯେତେବେଳେ ପରିପ୍ରକାଶ ହୁଏ, ଯୋଉ ଅହଂକାର ଯୋଉଟା ହଉଛି, ତାକୁ ହିଁ ସମସ୍ତେ କହନ୍ତି। ଏବଂ ଅନ୍ୟ ପକ୍ଷରେ ଅହଂ ବିଷୟରେ ସେମାନେ କିଛି କହନ୍ତି ନାହିଁ। କାରଣ କାହିଁ କହିପାରନ୍ତିନି? ସେଇଠି ବିଷୟରେ ସେମାନେ ଆଦୌ ସଚେତନ ନଥାନ୍ତି। ଏହା ତୁମର ଏକ ଏପରି ଅନ୍ତରଙ୍ଗ ସହଚର ହୋଇ ରହିଥାଏ ଯେ ତାହାର ଅସ୍ତିତ୍ୱଟି ବିଷୟରେ ମଧ୍ୟ ତୁମର ହୁଏତ କୌଣସି ବୋଧ ହୁଏ ନାହିଁ। ମାତ୍ର ସେଇ ଅହଂଟି ଯେତେବେଳେ ପର୍ଯ୍ୟନ୍ତ ରହିଥିବ, ତୁମର ଚେତନା ସେତେବେଳେ ଯାଏ କଦାପି ଏକ ଦିବ୍ୟ ଚେତନାରେ ପରିଣତ ହୋଇପାରିବ ନାହିଁ। ଆଉ କେତେ ସ୍ପଷ୍ଟ କରି କହିବେ, ମା କହିଲେ ସେଇ ଅହଂଟି ଯେତେବେଳେ ପର୍ଯ୍ୟନ୍ତ ରହିଥିବ, ତୁମର ଚେତନା ସେତେବେଳେ ଯାଏ କଦାପି ଏକ ଦିବ୍ୟ ଚେତନାରେ ପରିଣତ ହୋଇପାରିବ ନାହିଁ। ଏଇ ଅହଂ ସକାଶେ ହିଁ ତୁମେ ଅନ୍ୟମାନଙ୍କ ଠାରୁ ଅଲଗା ବୋଲି ସଚେତନ ହୋଇଥାଅ। ଯଦି ଅହଂ ନଥାନ୍ତା, ତେବେ ତୁମେ ଅନ୍ୟମାନଙ୍କ ଠାରୁ ଅଲଗା ଜଣେ ସ୍ୱତନ୍ତ୍ର ବ୍ୟକ୍ତି ବୋଲି ନିଜକୁ କଦାପି ଅନୁଭବ କରିପାରନ୍ତ ନାହିଁ। ତେବେ ତୁମେ କେବଳ ଗୋଟିଏ ସମଗ୍ର ହିଁ ଏକ କ୍ଷୁଦ୍ର ଅଂଶ ବୋଲି ହିଁ ଗୋଟିଏ ସମଗ୍ରର ହିଁ ଏକ କ୍ଷୁଦ୍ର ଅଂଶ ବୋଲି ହିଁ ତୁମର ଅନୁଭବ ହୁଅନ୍ତା। ଯଦି ଅହଂ ନଥାନ୍ତା, ତାହେଲେ ଆମ ଭିତରେ ଗୋଟେ ଫିଲିଙ୍ଗସ୍ ରହିବ, ଗୋଟେ ଅନୁଭବ ରହିବ, କଣ ଯେ ବିଶାଳ ଚେତନା ଭିତରେ ମୁଁ ଗୋଟେ କ୍ଷୁଦ୍ର ଅଂଶଟିଏ। ଏକ ବୃହତ୍ ସମଗ୍ରର ଏକ ଅତି କ୍ଷୁଦ୍ର ଅଂଶ ବୋଲି ହିଁ ଅନୁଭବ ହେଉଥାନ୍ତା। ମାତ୍ର ତୁମ ଭିତରୁ ପ୍ରତ୍ୟେକ ଅତ୍ୟନ୍ତ ସୁନିଶ୍ଚିତ ଭାବରେ ହିଁ ନିଜେ ଜଣେ ସ୍ୱତନ୍ତ୍ର ବ୍ୟକ୍ତି ବୋଲି ବେଶ ସଚେତନ ହୋଇ ରହିଛ। ତାମାନେ ଅହଂବାଦୀ ହେଇକି ଆମେ ରହିଛନ୍ତି। ହଁ, ପ୍ରକୃତରେ ତୁମର ଅହଂ ହିଁ ତୁମକୁ ସେଇ ଅନୁଭବ ଓ ସେଇ ଚେତନାଟିକୁ ଆଣି ଦେଇ ପାରୁଛି। ତୁମେ ଏହିପରି ଭାବରେ ଯେ ପର୍ଯ୍ୟନ୍ତ ସଚେତନ ହୋଇ ରହିଛ, ସେ ପର୍ଯ୍ୟନ୍ତ ତାହା ହିଁ କହିଦେଉଛି ଯେ ତୁମ ଭିତରେ ଏକ ଅହଂ ଅବଶ୍ୟ ବିଦ୍ୟମାନ ରହିଛି। ତେଣୁ ଆମେ ସଚେତନ ହେଇଯିବା ଉଚିତ। ସବୁ କିଛିର ଅନ୍ତ ସାରରେ ହିଁ ତୁମେ ଯେ ରହିଛ, ଯେତେବେଳେ ତୁମର ଏହିପରି ଏକ ସଜ୍ଞାନତା ହେବାକୁ ଲାଗେ, ତୁମେ ନିଜକୁ ଯାହା ବୋଲି ଜାଣୁଛ, ତାହା ଯେ ସେଇ ଏକମାତ୍ର ବ୍ୟକ୍ତିର ହଜାର ହଜାର ଅନ୍ୟ ବିନ୍ଦୁ ଗୁଡିକ ମଧ୍ୟରେ ରହିଥିବା କେବଳ ଗୋଟିଏ ଅତ୍ୟନ୍ତ କ୍ଷୁଦ୍ର ବିନ୍ଦୁ ବୋଲି ତୁମେ ଯେତେବେଳେ ଜାଣିବାକୁ ଆରମ୍ଭ କର, ସେତେବେଳେ ତୁମେ ନିଜକୁ ହିଁ ସର୍ବତ୍ର ଓ ସକଳ ବସ୍ତୁରେ ବିଦ୍ୟମାନ ରହିଥିବାର ଅନୁଭବ କର। କେଉଁଠି କୌଣସି ଭିନ୍ନତା ବା ବିଚ୍ଛିନ୍ନତା ରହିଛି ବୋଲି ତୁମର ଆଦୌ କୌଣସି ଅନୁଭବ ହୁଏ ନାହିଁ। ତେବେ ତୁମେ ସେତିକି ବେଳେ ଜାଣିବ ଯେ ତୁମେ ଅହଂର ସଂହାର ଦିଗରେ ପ୍ରକୃତରେ ଯଥାର୍ଥ ମାର୍ଗରେ ଅଗ୍ରସର ହେବାରେ ଲାଗିଛ। ତେଣୁ ଆମ ଭିତରେ ଯେତେବେଳେ ଆମେ ସଜ୍ଞାନ ହଉଛନ୍ତି ଯେ ମତେ ମୁଁ ଅହଂ ଦ୍ଵାରା ପରିଚାଳିତ ହଉଛି ଏବଂ ମୋ ଭିତରେ ଏମିତି ରହିଛି, ଏବଂ ଆହୁରି ସଜ୍ଞାନ ହେବେ କଣ ଯେ ତୁମେ ହଜାର ହଜାର ଅନ୍ୟ ବିନ୍ଦୁ ଗୁଡିକ ମଧ୍ୟରେ ତମେ ଗୋଟେ ଗୋଟେ କ୍ଷୁଦ୍ର ବିନ୍ଦୁ। ତାମାନେ ନିଜର ସଂକୀର୍ଣ୍ଣତା ବା ନିଜର ସ୍ୱଳ୍ପ ଜ୍ଞାନ ସମ୍ପର୍କରେ ତୁମେ ଯେତେବେଳେ ସଚେତନ ହେଇଯିବ, ଆମେ ଆ ପୂର୍ବରୁ ଭାବୁଥିଲୁ ଆମେ ହଉଛୁ ମହାଜ୍ଞାନୀ, ବହୁତ କଥା ଜାଣିଛୁ, କିନ୍ତୁ ଯେତେବେଳେ ତୁମେ ଏ ବିଷୟରେ ସଚେତନ ହେଇଯିବ, ମା କହୁଛନ୍ତି ସେତେବେଳେ ଗୋଟିଏ ପ୍ରଥମ ପଦକ୍ଷେପ ଆରମ୍ଭ ହବ। ଯେତେବେଳେ ତୁମେ ନିଜକୁ ହିଁ ସର୍ବତ୍ର ସକଳ ବସ୍ତୁରେ ବିଦ୍ୟମାନ ରହୁଥିବାର ଅନୁଭବ କରିବ, ତାପରେ ଧୀରେ ଧୀରେ ଆମ ଭିତରେ ଅନୁଭବ ଆସିବ ଯେ ପ୍ରତ୍ୟେକ ବସ୍ତୁରେ ମୁଁ ରହିଛି। ମୁଁ ରହିଛି ମାନେ ଏଇଠି ଯୋଉଟା ଶିବ ଅହଂ କହନ୍ତିନି, ଶିବ ଅହଂ, ତାମାନେ ସବୁ ଭିତରେ ସେଇ ମଙ୍ଗଳମୟ ଶିବ ରହିଛନ୍ତି। ତାମାନେ ମୋ ଭିତରେ ଯୋଉ ଅସ୍ତିତ୍ଵ, ସବୁ ଭିତରେ ସେଇ ଅସ୍ତିତ୍ଵ, ତେଣୁ ମୁଁ ବି ମୋ ଭିତରେ ଯୋଉ ରହିଛି ଭଗବାନଙ୍କର ଯୋଉ ଅଂଶ, ସେ ବସ୍ତୁରେ ସେଇ ଅଂଶ ରହିଛି। ଏଇ ଯୋଉ ଭାବଟି ଧୀରେ ଧୀରେ ଅନୁଭବ ହୁଏ,
କୌଣସି ବସ୍ତୁ ମୋ ଠାରୁ ଅଲଗା ନୁହେଁ, ବିଚ୍ଛିନ୍ନ ନୁହେଁ, ଏଇ ଭାବଟି ଆରମ୍ଭ ହୁଏ, ସେତେବେଳେ ତୁମେ ଆଦୌ ଅଲଗା ବୋଲି ଅନୁଭବ କର ନାହିଁ। ତାହେଲେ ତୁମେ ଜାଣିବ ତୁମେ ଅହଂର ସଂହାର ଦିଗରେ ଯଥାର୍ଥ ମାର୍ଗରେ ରହିଛ। ଏପରିକି କ୍ରମେ ହୁଁ ଏହିପରି ଏକ ସମୟ ଆସି ପହଞ୍ଚେ, ଯେତେବେଳେ ଆପଣାକୁ ସ୍ୱତନ୍ତ୍ର ବୋଲି କିଛି ଭାବି ଏଇଟା ମୁଁ ନୁହେଁ ବୋଲି କହିବା ମଧ୍ୟ ଅସମ୍ଭବ ହୋଇପଡେ। ତାମାନେ ତମେ ଯେ କିଛି ସ୍ୱତନ୍ତ୍ର, ତମେ ସେତେବେଳେ ଆଉ ତମ ଭିତରେ ସେ ଭାବ କହିଲା ବେଳକୁ ବି ତମକୁ କଷ୍ଟ ଲାଗୁଥିବ, ମାନେ କହିପାରୁନଥିବ। ଏଇଟା ମୁଁ ନୁହେଁ ବୋଲି କହିବା ମଧ୍ୟ ଅସମ୍ଭବ ହୋଇପଡିବ। କାରଣ ଏହିପରି ଭାବରେ ଏହି କଥାଟିକୁ କହିବା ଅର୍ଥାତ୍ ଏଇ ସବୁ କିଛିକୁ କହିଲେ ଯେ କେବଳ ତୁମକୁ ବୁଝାଉଛି, ତୁମେ ବୋଲି କହିଲେ ଯେ ସବୁ କିଛିକୁ ବୁଝାଉଛି, ତୁମେ ଯେ କେବଳ ସେହି ଦିବ୍ୟ ପରମ ସତ୍ତାଙ୍କ ବ୍ୟତୀତ ଆଉ କିଛି ନୁହଁ, ବା ଦିବ୍ୟ ପରମ ସତ୍ତା ମଧ୍ୟ ତୁମ ବ୍ୟତୀତ ଆଉ କିଛି ହେଲେ ନୁହନ୍ତି। ଏଇଥିରୁ ଏହି ପ୍ରମାଣଟି ତଥାପି ମିଳିଯାଇଥାଏ ଯେ ଅହଂର ଏବେ ବି ସମ୍ପୂର୍ଣ୍ଣ ବିଲୟ ଘଟି ନାହିଁ, ତଥାପି କିଛି ନା କିଛି ରହିଯାଇଛି। ଏଠି ଆଉ ଗୋଟେ ଦିଗ ଆମକୁ କହୁଛନ୍ତି କଣ ନା, ଆମ ଭିତରେ ଏବେ ବି ପ୍ରଶ୍ନ ଆସୁଛି ଯେ ଏଇଟା ମୁଁ ନୁହଁ, କିମ୍ବା ମୁଁ ହଉଛି ସେଇ ଦିବ୍ୟ ପରମ ସତ୍ତା। ଏଇ ଯୋଉ ଭାବଟି ବି ଯଦି ରହିଲା, ତାହେଲେ ବି ତୁମ ଭିତରେ ଟିକେ ମୁଁ ପୁଣି ରହିଛି। ତୁମେ ବୋଲି କହିଲେ ଯେ ସବୁ କିଛିକୁ ବୁଝାଉଛି, ତାମାନେ ମତେ କହିବା ଅର୍ଥ ସମଗ୍ର ସଂସାରକୁ କହିବା, ବା ଆମେ ଆମେ ଧୀରେ ଧୀରେ ଅନୁଭବ କରୁଛୁ ଯେ ସବୁଥିରେ ମା ଅଛନ୍ତି, ମୁଁ ଅଛି। ହଁ, ମୋ ଭିତରେ ମା ଅଛନ୍ତି, ସବୁ ଭିତରେ ମା ଅଛନ୍ତି, ବସ୍ତୁ ଭିତରେ ଅଛନ୍ତି, ତେଣୁ ବସ୍ତୁ ମୋ ଭିତରେ କିଛି ଫରକ ନାହିଁ। ଏଇ ଭାବ ଇଟସେଲ୍ଫ କହିଦଉଛି ଯେ ଏବେ ବି ଟିକେ ଟିକେ ଅହଙ୍କାର ରହିଛି। କାହିଁକି ନା ଯେତେବେଳେ ଏହି ଟିକେ ଅହଂ ନଥବ, ସେତେବେଳେ ଆଉ ଭିତରେ ଭାବ ହିଁ ଆସିବନି। କାହିଁକି? କେମିତି ଆସିବ? କାହିଁକିନା ତ ସବୁ ସମାନ ହେଇଯାଇଥିବ ନା। ଟିକେ ଅଲଗା ଯୋଉ ରହିଛି, ସେଇଥିପାଇଁ ମୋ ଭିତରେ ସେ ଭାବଟିଏ ଆସେ। ମା କହୁଛନ୍ତି ତୁମେ ଯେ କେବଳ ସେଇ ଦିବ୍ୟ ପରମ ସତ୍ତାଙ୍କ ବ୍ୟତୀତ ଆଉ କିଛି ନୁହଁ, ବା ଦିବ୍ୟ ପରମ ସତ୍ତା ମଧ୍ୟ ତୁମ ବ୍ୟତୀତ ଆଉ କିଛି ବୋଲି ନୁହନ୍ତି। ଏଇ ଯୋଉ ଭାବନାଟି ରହିଛି, ତାମାନେ ମୁଁ ଆଉ ଦିବ୍ୟ ପରମ ସତ୍ତା ଅଲଗା ରହିଲେ ନା। ତେଣୁ ସେଠି ମା କହୁଛନ୍ତି ଏଠି ବି ତଥାପି ଅହଂର କିଛି ଅଂଶ ରହିଯାଇଥାଏ, ସମ୍ପୂର୍ଣ୍ଣ ବିଲୟ ଘଟି ନଥାଏ। ତାପରେ କହୁଛନ୍ତି ଏପରି ଏକ ମୁହୂର୍ତ୍ତ ଆସେ, ସେଇ ମୁହୂର୍ତ୍ତଟି ହଠାତ୍ ଏକ ଝଲକ ରୂପେ ଆସେ ଏବଂ କ୍ୱଚିତ ସ୍ଥାୟୀ ହୋଇ ରହେ, ଯେତେବେଳେ କି ସେ ପରମ ସର୍ବମୟ ହିଁ ସବୁ କିଛି ଭାବୁଛନ୍ତି ବୋଲି ଅନୁଭବ ହୋଇଥାଏ। ମାନେ ମୋ ଭିତରେ ମୁଁ ଯୋଉ ଭାବୁଛି, ଯୋଉ କଥା କହୁଛି, ସିଏ ହିଁ ଭାବୁଛନ୍ତି। ଏଇ ଅନୁଭବଟି ହଠାତ୍ ଆସେ, ତାପରେ ପୁଣି ହଠାତ୍ କୁଆଡେ ପଳାଏ। ଯେତେବେଳେ କି ସେ ପରମ ସର୍ବମୟ ହିଁ ସବୁ କିଛି ଭାବୁଛନ୍ତି ବୋଲି ଅନୁଭବ ହୋଇଥାଏ, ସିଏ ହିଁ ସବୁ କିଛି ଜାଣୁଛନ୍ତି, ଦେଖୁଛନ୍ତି, ଅନୁଭବ କରୁଛନ୍ତି। ଜୀବନ ବୋଲି କେବଳ ସିଏ ହିଁ ବିଦ୍ୟମାନ ଅଛନ୍ତି ବୋଲି ଅନୁଭବ ହୋଇଥାଏ। ସେତେବେଳେ ଏପରିକି ଏପରିକି ଏଇ ଭାବଟି ମଧ୍ୟ ଆଦୌ ନଥାଏ ଯେ ତୁମେ ସେଇ ବିନ୍ଦୁଟିରେ ଆସି ପହଞ୍ଚି ଗଲେଣି। ଆଲୋଚନା କରୁଥିଲେ, ତାମାନେ ମୁଁ ଆସି ସେ ବିନ୍ଦୁରେ ପହଞ୍ଚି ଗଲେଣି ବୋଲି ଏଇ ଭାବ ବି ଯଦି ଆସିବ ନାହିଁ, ତାହେଲେ ଲୋପ ପାଇଗଲାଣି। ନହେଲେ ଏବେ ବି ଯଦି ଭାବୁଛି ଯେ ମୁଁ ଆସି ପହଞ୍ଚି ଗଲିଣି, ତାମାନେ ରହିଛି ମୁଁ ରହିଛି, ଅହଂ ବୋଧେ ରହିଛି। ଆଉ ମାଙ୍କୁ ଆହ୍ୱାନ କରି ସାରିବା। ମା